ବାପା ମା ଚଳନ୍ତି ଠାକୁରଙ୍କ ଜୀବନ ନେଇଛି ପିଶାଚ ପୁଅ। ଘର ଭିତରେ ଏବଂ ଦାଣ୍ଡରେ ଭାସୁଛି ରକ୍ତର ସୁଅ। ପହିଲି ରଜ ଭଳି ଦିନରେ ପୁରପଲ୍ଲୀରେ ସମସ୍ତେ ରଜ ପାଳନ କରିବାରେ ମସଗୁଲ ଥିବା ବେଳେ ଜଣେ ପୁଅ ତା ବାପା ମାଙ୍କୁ କଟୁରୀରେ ଚୋଟ ପକାଇ ହତ୍ୟା କରିଛି। ଜମିବାଡ଼ି ବିବାଦକୁ ନେଇ ଘଟିଛି କରୁଣ ପରିଣତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତେର୍ତାଙ୍ଗ ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ବାପା ସତ୍ୟାନନ୍ଦ ପରିଡ଼ା ଏବଂ ମା ଚାରୁଲତା ପରିଡ଼ା। ଆଉ ସେମାନଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦିଲ୍ଲୀପ ପରିଡ଼ାକୁ ଗିରଫ କରିଛି ବାଲିକୁଦା ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସତ୍ୟାନନ୍ଦଙ୍କର ପ୍ରଥମ ସ୍ତ୍ରୀଙ୍କର ପୁଅ ଦିଲ୍ଲୀପଙ୍କର ବିଭିନ୍ନ ସମୟରେ ଘରେ ପାଟିତୁଣ୍ଡ ହେଉଥିଲା। ଦିଲ୍ଲୀପ କଟକରେ ଏକ ଘରୋଇ କମ୍ପାନୀରେ ରହି କାର୍ଯ୍ୟ କରୁଥିବା ବେଳେ ସତ୍ୟାନନ୍ଦ ଗାଁରେ ଏକ ତେଜରାତି ଦୋକାନ କରି ଚଳୁଥିଲେ। ତେବେ ସତ୍ୟାନନ୍ଦ ଚାରୁଲତାଙ୍କୁ ଦ୍ୱିତୀୟ ବିବାହ କରିବା ପରେ ଆଗ ସ୍ତ୍ରୀର ପୁଅ ଦିଲ୍ଲୀପ ସବୁବେଳେ ଘରେ ଅଶାନ୍ତି ସୃଷ୍ଟି କରୁଥିଲା। ଏପରିକି ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରି ଅନେକ ଥର ସେ ଫେଲ୍ ମାରିଥିବା ବେଳେ ଗତକାଲି ଦିଲ୍ଲୀପ ଗାଁକୁ ଆସିବା ସହିତ ଏକ କଟୁରୀକୁ ମଧ୍ୟ ପଜେଇ କରି ଆଣିଥିଲା ଏବଂ ଘରେ ଖାଇସାରି ସମସ୍ତେ ଶୋଇଥିବା ବେଳେ ଦିଲ୍ଲୀପ ପ୍ରଥମେ ବାପା ସତ୍ୟାନନ୍ଦଙ୍କୁ ହାଣି ରକ୍ତରେ ଜୁଡୁବୁଡ କରିବା ସହ ପରେ ତାଙ୍କ ସ୍ତ୍ରୀ ଚାରୁଲତା ଘର ବାହାରେ କାମ କରୁଥିବା ବେଳେ ତାଙ୍କୁ ମଧ୍ୟ କଟୁରୀରେ ହାଣି ହତ୍ୟା କରିଛି। ତେବେ ଏହି ହତ୍ୟାକାଣ୍ଡ ପରେ ସାରା ଗାଁରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ସେପଟେ ବାଲିକୁଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଦିଲ୍ଲୀପକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ଜଗତସିଂହପୁର ଜିଲ୍ଲାରୁ ବୈଷ୍ଣବ ରାଉଳଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।